ଦେଖନ୍ତୁ, ଆଗକୁ ଆସୁଛି ପଞ୍ଚାୟତ ଇଲେକ୍ସନ। ଏହାରି ମଧ୍ୟରେ ସରପଞ୍ଚଙ୍କ କାରନାମା ବିଷୟରେ ଆପଣମାନେ ଜାଣି ରଖନ୍ତୁ। ସରପଞ୍ଚ କେମିତି ଗାଁ ଲୋକଙ୍କୁ ଠକିଥାଏ, କେଉଁ କେଉଁ ଯୋଜନାରୁ କେତେ ଟଙ୍କା ଲୁଟିଥାଏ, ସମ୍ପୂର୍ଣ୍ଣ ସୂଚନା ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ଏସବୁ କଥା ଆପଣମାନେ ଜାଣିଲେ ଆପଣମାନଙ୍କର ପରିବାରର ଉନ୍ନତି ହେବା ସହିତ ଆପଣମାନଙ୍କର ଗ୍ରାମର ମଧ୍ୟ ଉନ୍ନତି ହେବ। କାରଣ ସରପଞ୍ଚ ହେଇଥିବା ଦଳରୁ ଲୋକମାନେ ଆପଣଙ୍କ ପାଖକୁ ପୁଣି ଆସିବେ, ଆପଣମାନଙ୍କୁ ଭୋଟ ମାଗିବେ। ସେତେବେଳେ ଆପଣମାନେ ଏସବୁ କୈଫତ ମାଗିପାରିବେ। କାହିଁକିନା 5 ବର୍ଷ ପରେ ଆପଣମାନଙ୍କୁ ପୁଣି ସୁଯୋଗ ମିଳିଥାଏ ଭଲ ଲୋକଙ୍କୁ ବାଛିବା, ଆପଣମାନଙ୍କର ପରିବାରର ଉନ୍ନତି କରିବା ସହିତ ଆପଣମାନଙ୍କର ଗ୍ରାମର କେମିତି ଉନ୍ନତି କରିବେ। ଚାଲନ୍ତୁ ଡେରି ନକରି ଆରମ୍ଭ କରିବା ସରପଞ୍ଚଙ୍କ କାରନାମା ବିଷୟରେ। ତା ପୂର୍ବରୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। 1 ନମ୍ବରରେ ମନରେଗା ଯୋଜନାରେ ଅନିୟମିତତା। ଦେଖନ୍ତୁ, ସରପଞ୍ଚ ଏହି ଯୋଜନା ଅଧୀନରେ ଟଙ୍କା ମଧ୍ୟ ଲୋଟିଥାନ୍ତି। ଆପଣ ସମସ୍ତେ ଜାଣିଛନ୍ତି, କେନ୍ଦ୍ର ସରକାରଙ୍କ ତରଫରୁ ଗ୍ରାମାଞ୍ଚଳରେ ଲୋକମାନଙ୍କ ପାଇଁ ମନରେଗା ଯୋଜନାଟି କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ସରପଞ୍ଚମାନେ ମଧ୍ୟ ବହୁତ ଟଙ୍କା ଲୁଟିଥାନ୍ତି। କେମିତି ଲୁଟିଥାନ୍ତି ଦେଖନ୍ତୁ, ଶ୍ରମିକମାନଙ୍କ ହକ୍ ମାରିବା ପାଇଁ ଏଠାରେ ଅନେକ ଉପାୟ ବ୍ୟବହାର କରାଯାଏ। 1 ନମ୍ବରରେ ଭୂତ ଶ୍ରମିକ। କହିବାକୁ ଗଲେ ମୃତ ବା ଗାଁରେ ରହୁନଥିବା ଲୋକଙ୍କ ନାମରେ ଜବ୍ କାର୍ଡ଼ କରି ସେମାନଙ୍କ ଖାତାରୁ ଟଙ୍କା ଉଠାଇ ନିଜ ପାଖରେ ରଖିବା। ଦେଖନ୍ତୁ, ସରପଞ୍ଚ କ'ଣ କରିଥାଏ ନା, ଯେଉଁମାନେ ଗାଁରେ ମୃତ ଅଛନ୍ତି ଏବଂ ଯେଉଁମାନେ ବାହାରେ ରହୁଛନ୍ତି ସେମାନଙ୍କ ନାମରେ ଗୋଟିଏ ଗୋଟିଏ ଜବ୍ କାର୍ଡ଼ କରିଦେଇଥାନ୍ତି। ସେଇ ଜବ୍ କାର୍ଡ଼ ଗୁଡ଼ିକରେ ଯେଉଁ ଟଙ୍କା ଗୁଡ଼ିକ ଆସେ ନା, ତ ସରପଞ୍ଚ କ'ଣ କରେ, ସେଇ ଟଙ୍କା ଗୁଡ଼ିକ ଉଠେଇ ନିଜ ପାଖରେ ରଖିଥାଏ। ଆପଣ ଜାଣିଥିବେ, ଗାଁରେ ଏମିତି ଲୋକ ଅଛନ୍ତି, ସେମାନେ କୌଣସି ଶ୍ରମିକ ଶ୍ରେଣୀର ଲୋକ ନୁହନ୍ତି। ସେମାନଙ୍କ ନାମରେ ମଧ୍ୟ ଜବ୍ କାର୍ଡ଼ ଏହି ସରପଞ୍ଚ ହିଁ ତିଆରି କରିଥାଏ। ସେଇ ଜବ୍ କାର୍ଡ଼ ଗୁଡ଼ିକକୁ ତାଙ୍କ ପାଖରେ ରଖିଥାଏ। ଦରକାର ସମୟରେ ଏହି ଜବ୍ କାର୍ଡ଼ଟିକୁ ସିଏ ୟୁଜ୍ କରିଥାଏ। କେମିତି ୟୁଜ୍ କରିଥାଏ? ପଞ୍ଚାୟତରେ ଯେଉଁ କାମ ଗୁଡ଼ିକ ଆସେ ସେତେବେଳେ ଏହି ଜବ୍ କାର୍ଡ଼ ଗୁଡ଼ିକକୁ ସେ ଏଣ୍ଟ୍ରି କରିଦେଇଥାଏ। ସରକାର ଭାବିଲେ ସେଇ ଲୋକ ହିଁ କାମ କରୁଛି, ପ୍ରକୃତରେ ସେଇ ଲୋକ ହିଁ କାମ କରିନଥାଏ। ଏହା ବଦଳି ଆପଣମାନଙ୍କୁ ଖାଇବାକୁ ପିଇବାକୁ ଏବଂ 100-200 ଟଙ୍କା ହାତରେ ପକାଇଦେଲେ ଆପଣ ଖୁସି ହେଇଯାଇଥାନ୍ତି। କାରଣ ଆପଣ କିଛି କାମଧନ୍ଦା ନ କରି ପୁଲାରେ ଯଦି ଆପଣମାନଙ୍କୁ 100-200 ଟଙ୍କା ମିଳିଗଲା, କିଛି ଖାଇବାକୁ ମିଳିଗଲା, କିଛି ପିଇବାକୁ ଯଦି ସରପଞ୍ଚ ଦେଇଦେଲା, ତ ଆପଣମାନେ ତ ପୁରା ଖୁସି ହେଇଗଲା ନା। କିନ୍ତୁ ଏହା ବଦଳରେ ସରପଞ୍ଚ ତା ପକେଟରେ କେତେ ଟଙ୍କା ରଖିଲା ଆପଣମାନଙ୍କୁ ମାଲୁମ ନାହିଁ। ଆପଣମାନଙ୍କର ଜବ୍ କାର୍ଡ଼କୁ ନେଇ ସରପଞ୍ଚ କେଉଁ ଟାଇପ୍ରେ ଖେଳ ଖେଳିଥାଏ ଆପଣମାନଙ୍କୁ ଜଣା ନଥାଏ। ଏହି ଜବ୍ କାର୍ଡ଼କୁ ବ୍ୟବହାର କରି ସେ ଅନେକ ଟଙ୍କା ହାସଲ କରିଥାଏ। 2 ନମ୍ବରରେ ମେସିନ୍ ବ୍ୟବହାର କରି ଶ୍ରମିକଙ୍କ ବଦଳରେ ଜେସିବି ମେସିନ୍ ଲଗାଇ କାମ ସାରିବା ଏବଂ ମାଷ୍ଟର ରୁଲରରେ ଶ୍ରମିକ କାମ କରିଥିବା ଦର୍ଶାଇ ସେହି ଟଙ୍କା ହଡ଼ପ କରିବା। ଦେଖନ୍ତୁ, ମନରେଗା ଯୋଜନାରେ ଯେଉଁ କାମ ଗୁଡ଼ିକ ଆସିଥାଏ ସେ କାମ ଗୁଡ଼ିକ ଲୋକମାନଙ୍କ ଦ୍ୱାରା ହିଁ କରାଯାଇଥାଏ। କିନ୍ତୁ ଆଜିକା ଡେଟ୍ରେ ସରପଞ୍ଚ କ'ଣ କରୁଛି ନା, ଜେସିବି ସାହାଯ୍ୟରେ ଅର୍ଥାତ୍ କୌଣସି ମେସିନ୍ ସାହାଯ୍ୟରେ କାମ ଗୁଡ଼ିକ କରେଇ ନେଇ ଆପଣମାନଙ୍କର ଜବ୍ କାର୍ଡ଼ ଗୁଡ଼ିକୁ ଏଣ୍ଟ୍ରି କରି ସେଇ ଟଙ୍କା ଗୁଡ଼ିକୁ ମୋଟା ରକମର ହାସଲ କରି ନେଉଛନ୍ତି। 2 ନମ୍ବରରେ ବିକାଶମୂଳକ କାର୍ଯ୍ୟରେ ଜାଲିଆତି। ଦେଖନ୍ତୁ, ପଞ୍ଚାୟତରେ ହେଉଥିବା ରାସ୍ତା, କୋଠାବାଡ଼ି ବା ପୋଖରୀ ଖୋଳା କାମରେ ସବୁଠାରୁ ଅଧିକ ଦୁର୍ନୀତି ଦେଖିବାକୁ ମିଳିଥାଏ। ବିକାଶମୂଳକ କାର୍ଯ୍ୟରେ ଜାଲିଆତି। ପଏଣ୍ଟ ନମ୍ବର 1, ନିମ୍ନମାନର ସାମଗ୍ରୀ। ଦେଖନ୍ତୁ, ଏଷ୍ଟିମେଟ୍ ଅନୁଯାୟୀ ଭଲ ସିମେଣ୍ଟ ବା ଲୁହା ବ୍ୟବହାର ନ କରି ଶସ୍ତା ସାମଗ୍ରୀ ବ୍ୟବହାର କରିବା ଏବଂ ବିଲ୍ରେ
पूरा टंका दर्शाइबा। विकासमूलक कार्य जालियाती पॉइंट नंबर 2 भूत प्रकल्प। देखंतु कागज पत्र रे गोटे काम सरीथिबा देखाई टंका उठेई नबा, किंतु प्रकृत रे सेठारे कौनसी काम होई न थाए। विकासमूलक कार्य जालियाती पॉइंट नंबर 3 पुराणा काम को नुआ दर्शाइबा। देखंतु पूर्वरु होइथिबा काम को उपरु टिके रंग बा मरामती करी नुआ प्रकल्प नाम रे बिल पास करिबा। 3 नंबर रे पंचायत पांठीर अपव्यवहार। देखंतु पंचायत पांठीर अपव्यवहार अनेक जगार आपण माने देखिबाकू पाइथिबे। पंचायत पांठीर अपव्यवहार पॉइंट नंबर 1 सामग्री क्रय रे दुर्नीति। देखंतु पंचायत पाई लाइट, डस्टबिन बा अन्यान्य जिनस किनिबा समय रे निज परिचित भेंडर ठारू चढ़ा दर रे बिल करी कमिशन रखिबा। पंचायत पांठीर अपव्यवहार पॉइंट नंबर 2 पंचायत संपत्ति नीलाम। देखंतु पंचायत पोखरी बा हाट नीलाम बेले गोपन रे निज लोकंकु कम टंकारे नीलाम देईदबा। 4 नंबर रे योजना रे पातर अंतर करिबा। सरकारी योजना रे हिताधिकारी चयन समय रे मध्य अर्थ कारबार होइथाय, जेमितिका आवास योजना। देखंतु प्रधानमंत्री आवास योजना बा बिजु पक्का घर योजना रे योग्य हिताधिकारी बदल रे निज संपर्कीय बा टंका देउथिबा लोकंकु घर देबा। एथिपाई हिताधिकारी ठारू पीसी अर्थात परसेंटेज बा लांच नेबा। तापरे आपण मानकर भत्ता और राशन कार्ड। देखंतु वार्षिक भत्ता बा राशन कार्ड करई देवा नारे गरीब लोकंकु ठकी थांती मध्य। 5 नंबर रे सौर आलोक एवं पानीय जल प्रकल्प। यह वर्तमान रो एक बड़ दुर्नीतिर क्षेत्र, जेमितिका अत्यधिक दर दर्शाइबा। गोटिए सोलार लाइट बजार दर ठारू 2 गुणा अधिक दाम रे किणा जाइछि बोली कागज पत्र रे दर्शा जाए। तापरे मरामती नारे ठके। देखंतु पुराना बैटरी बा लाइट खराब हेले ताकू बदलैबा नारे बारंबार बिल करा जाए, किंतु प्रकृत रे सामान्य मरामती करी काम चलाई दिया जाए। 6 नंबर रे जरूरी कालीन पांठी और सहायता। देखंतु बात्या, बन्या बा कौनसी प्राकृतिक विपर्यय समय रे मिलुथिबा सहायता रे व्यापक हेरफेर मध्य होइथाए। तापरे जरूरी कालीन सामग्री जेमितिका चूड़ा, गोड़ बा पॉलिथिन बंटन समय रे कम परिमाणर जिनिस देई अधिक हिताधिकारी को दिया जाइछि बोली रिपोर्ट दिया जाए। तापरे क्षयक्षति आकलन। देखंतु जो मानकर प्रकृत रे घर भांगी न थाए सेमानक ठारू टंका नेई सेमानक नाम रिपोर्ट रे चढ़ाई दिया जाए। 7 नंबर रे ग्राम सभा और पल्ली सभा रे जालियाती। देखंतु नियम अनुसार कौनसी काम हेबा पूर्वरु ग्राम सभार अनुमोदन दरकार, जेमितिका जाल दस्खत। अधिकांश समय रे ग्राम सभा न करी बा लोकंकु न डाकी किछि निर्दिष्ट समर्थन को नहीं मीटिंग दर्शा जाए एवं अन्य ग्रामवासी जाल दस्खत करी प्रस्ताव पास करा जाए। 8 नंबर रे भेंडर एवं ठिकादार खेल खेली थांती। देखंतु सरपंच माने निज नाम रे काम करि परिबे नाही, तेणु सेमाने जेमितिका बेनामी ठिकादार निज स्त्री, भाई बा निकटतर संपर्कीय नाम रे फॉर्म खोली समस्त पंचायत काम निज परिवार भितर ही रखि थांती। तापरे चेक सिग्नेचर कमिशन। देखंतु विभिन्न योजना रे टंका रिलीज करिबा पाई सेमाने निर्दिष्ट परसेंटेज हार रे कमिशन मध्य रखि थांती। वर्तमान आसंतु जानिबा ए सबु दुर्नीति को रोकिबा पाई आपण माने कोन करि परिबे। देखंतु जदि आपण कौनसी दुर्नीति देखुचंती तेबे आपण एई पदक्षेप गुड़िक को नहीं पारिबे, जेमितिका आरटीआई सूचना अधिकार आईन कामर एस्टिमेट एवं खर्चर विवरणी आपण माने मागी पारिबे। आरटीआई मागिला परे आपण माने एही कंप्लेन को
ବିଡିଓ ଏବଂ କଲେକ୍ଟରଙ୍କ ପାଖରେ ଅଭିଯୋଗ ଦାଖଲ କରିପାରିବେ। ତାପରେ ସାମାଜିକ ସୁରକ୍ଷା, ଯେମିତିକା ଗ୍ରାମ ସଭାରେ ଦୁର୍ନୀତି ବିଷୟରେ ଆପଣମାନେ ପ୍ରଶ୍ନ ଉଠାନ୍ତୁ। ଦୁର୍ନୀତିକୁ ନେଇ ଆପଣମାନେ ଅଭିଯୋଗ କରିପାରିବେ। ଯେମିତିକା ବିଡିଓ, କଲେକ୍ଟର, ଭିଜିଲାନ୍ସ ବିଭାଗକୁ ଆପଣମାନେ ଲିଖିତ ଆକାରରେ ଅଭିଯୋଗ କରିପାରିବେ। ଯଦି ଆପଣ ଜଣେ ସଚେତନ ନାଗରିକ ଅଟନ୍ତି, ପଞ୍ଚାୟତରେ ଯେକୌଣସି କାମ ହେଉଛି ସେହି କାମର ଫଳକ ନିହାତି ଲାଗିବା ଦରକାର। ଯଦି ଲାଗିନାହିଁ, ଆପଣମାନେ ପ୍ରଶ୍ନ ଉଠାଇ ପାରିବେ। କାହିଁକି ନା ସରକାର ଯୋଜନାରେ ପ୍ରତ୍ୟେକ କାମରେ ଫଳକ ଲାଗିବା ବାଧ୍ୟତାମୂଳକ ଅଟେ।